ନିହାଲ ପ୍ରସାଦ ଥାନା ଘେରିଲେ ବାଲିପଶି ଗ୍ରାମବାସୀ। ଥାନା ଘେରିଛନ୍ତି ଗ୍ରାମବାସୀ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନିହାଲ ପ୍ରସାଦ ଥାନାରେ। ଶତାଧିକ ପୁରୁଷ ମହିଳା ଘେରିଛନ୍ତି ଥାନା। ଆଉ ହୋ ହାଲା ପାଟିତୁଣ୍ଡରେ କମ୍ପୁଛି ଥାନା ପରିସର। ଘଟଣାଟି ଘଟିଛି ଉକ୍ତ ଥାନା ଅନ୍ତର୍ଗତ ବାଲିପଶି ଗ୍ରାମରେ ଥିବା ଏକ ପୋଖରୀକୁ ନେଇ। ବର୍ଷ ବର୍ଷ ଧରି ନିହାଲ ପ୍ରସାଦ ଗ୍ରାମର ଜେନା ପରିବାର ଉକ୍ତ ପୋଖରୀରେ ମାଲିକାନା ଥିବା କହୁଥିବା ବେଳେ ଏବେ ବାଲିପଶି ଗ୍ରାମବାସୀ କହୁଛନ୍ତି ଏହା ଆମର। ଯାହାକୁ ନେଇ ଜେନା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଘଟଣା କ'ଣ ବୁଝିବା ପରେ କିଛି ଗ୍ରାମବାସୀଙ୍କୁ ପୋଲିସ ଡାକିଥିଲେ। ମାତ୍ର ଗ୍ରାମବାସୀ ଥାନାକୁ ଯାଇ ପାଲଟା ଅଭିଯୋଗ କରିବା ସହ ଏ ପୋଖରୀ ଗ୍ରାମର ବୋଲି ଦାବି କରିଥିଲେ। ତେବେ ଦେଖିବାକୁ ବାକି ରହିଲା ଉକ୍ତ ପୋଖରୀ କାହାର, କାହାକୁ ମିଳୁଛି ନ୍ୟାୟ। ରଞ୍ଜିତା ଦେଉରୀ ଘର ବାଲିପଶି। ବାଲିପଶି କଣ ହେଇଛି, ଆମେ ଗାଧଉଥିଲୁ ଆଉ ସ୍ତ୍ରୀ ଲୋକ ମାନେ ଗାଧଉଥିଲୁ, ସମସ୍ତେ ପାଇକ ତାଙ୍କ ଆସିକିରି ଆମକୁ ବାର ବେଜୁତି କରୁଛନ୍ତି। ତାପରେ ହଉଛି ଆମ ଇଜ୍ଜତ ମହତ ନଉଛନ୍ତି। ତାପରେ ଏମିତି ତ ଅବାସା କହୁଛନ୍ତି ଆମକୁ। ଆଉ ହଁ, ଆମେ ଥାନାରେ ଅଭିଯୋଗ ଜୟନ୍ତୀ ଦେଉରୀ ଥାନାକୁ ଯାଇଥିଲେ। ସାର୍ ଆମର ଗୋଟେ ପାହାଚ କରିଥିଲୁ, ଗାଧୁଆ ପାଧୁଆ କରଉ ସାର୍ ପୋଖରୀରେ କରିଥିଲୁ। ସେ ଜେସିବି ନଗେଇ ଟାଣି ନେଲା, ଟାଣି ନେଇକିରି ମଶାଣିରେ ନିଆଁ ଖୋଳିଲା। ପଥର ବି ପଡିଛି। ପଥର ପଡିବା ଭିତରେ ସେ ଆମକୁ ଗାଳି ମନ୍ଦ କଲା, ଆଉ ମୋ ପୋଖରୀ ବୋଲି ଖରାପ ବ୍ୟବହାର କଲା। ଆଉ ଚିକୁ ଆଉ ଆମେ ଯାଇକିରି ଡିଏଫ ରେଞ୍ଜର ଅଫିସ କି ଯାଇଥିଲୁ। ଆମେ କହିନୁ ଗୋଟେ ଡିମାସନ ଆଣିବୁ। ଡିମାସନ ଆଣିବା ଭିତରେ ଆମ ଗାଁ ସମୟ ନାଁରେ କେସ୍ କଲା। କେସ୍ କଲା ଭିତରେ ଆମେ ଥାନାକୁ ଗଲୁ। ଥାନାରେ ଗଲୁ ଯେ ଥାନା ଲୋକ ବୁଝିଲେ ନାଇଁ କି ଆମ ଗୁହାରି ଶୁଣିଲେ ନାଇଁ, ଫେରି ଆସିଲୁ। ଆଉ ଆଜ୍ଞା ଶେଷ ନିଷ୍ପତ୍ତି, ଯେହେତୁ ଆମ ଗ୍ରାମର ପୋଖରୀ ଗାଁ ଲୋକ ମାନେ ଆଦ୍ୟରୁ ଚଳି ଆସିଥିଲେ। ବାପ ଗୋସବାପ ମାନେ ବି ସେ ବନ୍ଧ ପକେଇଥିଲେ। ଏଟା ହିଁ ଜେନାହାର ବନ୍ଧ ନୁହେଁ, ଏଟା ଆମେ ଆଗରୁ କହୁଛୁ। ଏ ବନ୍ଧ ଉପରେ ଯେହେତୁ ବାପ ମାନେ ଏଇ ଯୋଉ ପୋଖରୀ ଉପରେ ଯେହେତୁ ବନ୍ଧ କରିଥିଲେ, ଉଭୟ ପକ୍ଷେ ଆମର ମିଳାମିଶା ହେଇକିରି ଭାଇଚାରା ହେଇକିରି ମାଛ ମାରିକି ଆମେ ଖାଉ। ଖାଇଲା ପରେ ସେ 2 ବର୍ଷ ହେଲା ଆମକୁ ଗୋଟେ ରାଜନୀତି ପଲିଟିକ୍ସ କରିକି ଆମ ନାଁରେ ଗତ ବର୍ଷ ଗୋଟେ କେସ୍ ଦେଲେ ଗୋଟେ ପିଲା ନାଁରେ, ଏ ବର୍ଷ ପୁଣି 6 ଜଣ ନାଁରେ କେସ୍। ତାପରେ ପୋଖରୀ ଲିଜ୍, ଇଏ ଗୋଟେ ତାଙ୍କର ନାଟକ ଚଲେଇଛନ୍ତି, କେବଳ ରାଜନୀତି ପଲିଟିକ୍ସ, ଆଉ କିଛି ନାହିଁ। ଏବେ ପୁଣି ତାପରେ ସେ ଜାଗା ଯଦି ତମର ଅଛି ତମେ ଡିମାର୍ସନ କରିଦିଅ, ତମେ ନେଇଯାଅ, ଆମେ ତମକୁ ବାପସ କରୁନୁ। ସେଥିପାଇଁ ଆମର ଜାଗାଟା ଆମେ ଚାହୁଁଛୁ ଯେ ଆମ ଗୋଚର ଜାଗା ଆମେ ଦେଖି ସାରିଲୁଣୁ। ଗୋଚର ଜାଗାଟା ଆମେ କେମିତି ପାଇବୁ, ଆମେ ତହସିଲ ସବ୍ କଲେକ୍ଟର ଆମେ ଚିଠି କରିଛୁ। ଚିଠି କଲା ପରେ ବି ସୁଦ୍ଧା ଏପର୍ଯ୍ୟନ୍ତ ଏ ଚିଠିଟା ଯଦି ଶୁଣାଣି ନ ହେଇପାରୁଛି, ତାହେଲେ ଆମେ ବି ରାଜସ୍ୱ ମନ୍ତ୍ରୀ କି ଜଣେଇବୁ। ମୋ ନାଁ ମାନସ କୁମାର ସାମଲ, ବାଲିପଶି ବାସିନ୍ଦା ଅଟେ। ଆଜ୍ଞା ଆମ ଗାଁ ପୋଖରୀ ସେ 2 ବର୍ଷ ହେଲା ଇଏ ମାଛ ଚାଷ କରୁଛନ୍ତି, ଜବରଦଖଲ କରି ଏବଂ ଇଏ କରୁଛନ୍ତି। ଆମେ ପାହାଚ ଗୋଟେ ଅଲରେଡି ତିଆରି ଥିଲୁ, ଆମ ଝିଅ ବୋହୁ ମା ମାନେ ଗାଧଉଥିଲେ। ସେ ପାହାଚ ଭାଙ୍ଗିକିରି ଆମ ଅଶାଣୀରୁ ଗୋଟେ ନିଅଁ ଖୋଳି ଦେଇଛନ୍ତି। ସେ ସେଠି ଗୋଟେ ଘର ନିର୍ମାଣ କରିବାକୁ ଚାହୁଁଥିଲେ। ଆମ ଝିଅ ବୋହୁ ବିରୋଧ କରିବାରୁ ସେମାନେ ଆମ ଝିଅ ବୋହୂଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କଲେ। ଏବଂ ଆମର ଯୋଉ ଛୋଟ ଛୋଟ ଛୁଆ ମାଛ ଏବଂ ଇଏ ଧରନ୍ତି, ସେମାନଙ୍କୁ ଅଲରେଡି ଶୋଧୁଛନ୍ତି। ଏବଂ ଆମେ ଇଏ କଲେ ଆମ ମାନଙ୍କୁ ସେମାନେ ଖରାପ ଭାଷାରେ ଇଏ କରି ଶୋଧନ୍ତି। ଜେନା ଯିଏ ସେ ଲଡେ ଆମ ଜାଗା ଭିତରେ ମୋର ଯୋଉ ଘର କରିଛି, ସେ ଲଡେ ଆମ ଜାଗା ଉପରେ ଆସିକିରି ସେ କୁହନ୍ତି ଏ ଜାଗାରେ କିଏ ଘର କଲା। ମୋ ବୋଉଙ୍କୁ ତ ଥରେ କହିଛନ୍ତି ଏବଂ ଆମ ଗାଈ ଦେଇଛନ୍ତି, କହିଛନ୍ତି ଇଏ ଗାଳି କରିଛନ୍ତି। ଇଏ ମୁଁ ଖାଲି କେବଳ ତାଙ୍କୁ ପଚାରିଛି ଏତିକ, ଆଉ ଚିକୁ ଆଉ ଆପଣ ଆସିକିରି ଆମ ଜାଗାଟା କାହିଁକି ଇଏ କରିକି ମାପୁଥିଲେ ଏତିକ କହିଲେ। ତାପରେ ସେ କହିଲେ ମୁଁ ଡିମାସନ ଆଣିବି, ଆଉ ମୋ ଜାଗା ଦେବାର। ମୁଁ କହିଲି ହଁ ଆଜ୍ଞା ଆପଣ ଡିମାସନ ଆଣନ୍ତୁ, ଆପଣଙ୍କ ଜାଗା ଯେତିକି ହେଲା ଆପଣ ନେଇଯିବେ, କିଛି କଥା ନାହିଁ। ଆପଣ ଆସି ଆମ ଜାଗାରେ ଶୁଖିଲାଟା କାହିଁ ମାପୁଛନ୍ତି ଆମକୁ ନ ଜଣେଇକିରି। ପ୍ରତ୍ୟୁଷ କୁମାର ଜେନା, ନିହାଲ ପ୍ରସାଦ। ବାଲିପଶି ଲୋକ ବି ଆସିଥିଲେ, ଥାନାରେ କାଳେ ପଶିକି ତାଙ୍କ ମୋବାଇଲ ଫୋବାଇଲ ଛଡ଼ା କରି ସୋଦାବାଜି କରିକି ଯାଇଛନ୍ତି। ଆମେ ଥାନାରେ ଅଭିଯୋଗ କରିଥିଲୁ, କାରଣ ଆମ ପୋଖରୀଟା ଆଜି 150 ବର୍ଷ ତଳର ପୋଖରୀ। ସେଠି ମାଛ ଚାଷ ଆମେ ନିଲାମ ଦେଉ, ଲୋକମାନେ ବି ଯାଇ ନିଲାମ ନେଇକି ମାଛ ଚାଷ କରନ୍ତି। ସେ ଗାଁରୁ କିଛି ଲୋକ ସବୁବେଳେ ମାଛ ମାରନ୍ତି, ଧରା ବି ପଡ଼ିଛନ୍ତି। ଥାନାରେ ମଧ୍ୟ ଆସି ଅଭିଯୋଗ ହେଇଛି, ସେମାନେ ବି ଆସି ଥାନାରେ ଭୁଲ ମାଗିକି ଲେଖା ପଢ଼ି କରିକି ଯାଇଛନ୍ତି। ଏ ବର୍ଷ ମଧ୍ୟ ବି ସେଇଆ କରିଥିଲେ। ତେଣୁ ସେମାନେ ଯେତେ ମାଛ ମାରିକି ଚୋରି କରି ଖାଆନ୍ତି, ଧରା ପଡ଼ିବା ଫଳରେ ସେ ଚାହୁଁଛନ୍ତି ଆମେ କେମିତି ତମିଟିକୁ ପୋଖରୀଟାକୁ କେମିତି ଦଖଲ କରିକି ମାଛ ମାରିକି ଖାଇବୁ, ଏ ଚିନ୍ତାଧାରା ତାଙ୍କର ରହିଛି। ତେଣୁ ଯେତେବେଳେ ବାରମ୍ବାର ଥାନାରେ ଧରା ପଡ଼ିବା ଥାନାକୁ ଆସିଛନ୍ତି, ସେଥିପାଇଁ ସେ ଜବରଦସ୍ତି ପ୍ରୟାସ କରୁଛନ୍ତି ଯାଇ ଆମ ପୋଖରୀ ଭିତରେ ଖୁଣ୍ଟି ଫୁଣ୍ଟି ସବୁ ପୋତିଥିଲେ। ତେଣୁ ଆମେ ଥାନାରେ ଆମର ପଟା ପ୍ରଡ୍ୟୁସ୍ କରିଛୁ, ନକ୍ସା ବି ଦେଇଛୁ,
जे आम जगार सी आसिक कहीं पहुँचते थाना तुम डाकिथे आज निश्चित सी आईथे ये कार्यक्रम करी मुझे सूचना चाहूँगी आमरी जो बालपसी ग्रामर जो बासी जो अच्छा जो घरद्वार जो अच्छा आमर घरडीह प्रायतः एकरे घरडीह हम आम 10 जन पट्टा आमर अच्छी आम पट्टा भी सब बाहर करूँ थाना से पट्टा भी सब देखु जदि आम सागे सी आम जगह थी आम सागे नागिले तेणु निश्चित भाव में आम जो घरडीह सब घरद्वार दखल कर तेणु सब आईन आश्रय नहीं रिमासन आणबू निश्चित आम जगह को दखल को आणबू। मो ना सुधांशु कुमार जेना निहल प्रसाद पूर्वर हम आम प्रतिष्ठाता जे कोल्ह जेना से पोखरी करते से दिन आम से पोखरी प्लस ये आम 70 ରୁ 100 एकर जमी भी आमर ये अच्छी आम जेनाहर ये किसी दिन तले आम शुणा पाइलु से बालिपसी किसी लोक से जाकि आम पोखरी भितर खुंट सब पोषिंट जे पोखरी हूँ आमर एटू आम आम परिवार किसी लोग जो मैंने गाँव में अच्छु आमर तो सब प्राय बाहर रोचे आम जी लोक गाँव में अच्छु आम सब जाइलु दादा आम पोखरी भितर सब खुंट पोता है तेणु आम से क्या किसी न कहीकि बालिपसी लोक खुंट पोचुंट से जो बालिपसी लोक बोली ये आम कन्फर्म हेलु आम ए वर्ष माछ चाष जो लोक को कालिया राज बोली गोटे पिला को आम देचु माछ चाष करेंगे सी से एवं सी जिते बड़े आमको कहला जे बालिपसी किसी लोक खुंट पोचुंट तेणु आम से देखिलु खुंट पोता है तेणुक आसिक आम से बालिपसी जो 7-8 जन मुख्य होगी जाते गाँव लोक सब जाते आम से 7-8 जन ना गोटे एफआईआर देथिलु जहाँफल जदि थाना डकई थे से आसवे। ढेंकानालू सौम्य रंजन महांती रिपोर्ट नागराज न्यूज।